ଶୋଇଥିବା ଅବସ୍ଥାରେ ଜଣେ ବ୍ୟକ୍ତିଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଥିବା ବେଳେ କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ କିରିବୁରୁ ଛକଠାରେ ଥିବା ବେଦାନ୍ତ କମ୍ପାନୀ ଗେଷ୍ଟ ହାଉସ୍ ଭିତରେ ଘଟିଛି ଏହିପରି ଅଘଟଣ। ମୃତ ବ୍ୟକ୍ତି ଜଣକ ହେଉଛନ୍ତି କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ଗୋକର୍ଣ୍ଣା ଅଞ୍ଚଳର ବାବୁରାମ ଦାସ। ସେ ବେଦାନ୍ତ କମ୍ପାନୀ ଅଧୀନରେ ଥିବା ଠିକା ସଂସ୍ଥା କ୍ରିଷ୍ଣା ଫ୍ୟାସିଲିଟି ଏଣ୍ଟରପ୍ରାଇଜେସରେ ପ୍ରାୟ 3 ବର୍ଷରୁ ଅଧିକ ହେବ ହାଉସ୍ କିପିଂ କାମରେ ନିୟୋଜିତ ଥିଲେ। ଆଉ ବେଦାନ୍ତ କମ୍ପାନୀର ଗେଷ୍ଟ ହାଉସ୍ରେ ସେ ରହୁଥିବା ବେଳେ ତାଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟାରେ ବାବୁରାମ ତାଙ୍କ ପରିବାରଙ୍କ ସହିତ ଫୋନରେ କଥାବାର୍ତ୍ତା ହୋଇଥିଲେ ଏବଂ ଖାଇ ପିଇ ଶୋଇପଡ଼ିବା ପରେ ରାତି ପ୍ରାୟ 2ଟା ସମୟରେ ଶୌଚ ହେବା ପାଇଁ ଯାଇଥିଲେ। ତାଙ୍କ ସାଙ୍ଗସାଥୀଙ୍କ କହିବା ଅନୁଯାୟୀ ଆଜି ସକାଳୁ ସେମାନେ ନିଦରୁ ଉଠିବା ପରେ ବାବୁରାମଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଦେଖିବାକୁ ପାଇଥିଲେ। ତେଣୁ ତାଙ୍କ ପରିବାର ଲୋକଙ୍କୁ ସେମାନେ ସୂଚନା ଦେବା ସହିତ ବଡ଼ବିଲ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ବଡ଼ବିଲ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି। ତେବେ ମୃତ ବାବୁରାମ ଦାସଙ୍କ ପରିବାର ଲୋକମାନେ ଆସି ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ କରିଛନ୍ତି। ଗତକାଲି ସନ୍ଧ୍ୟାରେ ସେ ଫୋନରେ କଥା ହୋଇଥିବା ବେଳେ ରାତିରେ କିପରି ତାଙ୍କର ମୃତ୍ୟୁ ହେଲା ତାହାର ସଠିକ୍ ତଦନ୍ତ କରିବାକୁ ଦାବି କରିଛନ୍ତି। ମୋର ଭାଇ ବାବୁରାମ ଦାସ ବେଦାନ୍ତ ଗେଷ୍ଟ ହାଉସ୍ରେ କାମ କରନ୍ତି। କ'ଣ କାମ କରୁଥିଲେ? ଏଣ୍ଟରପ୍ରାଇଜ ଅଣ୍ଡରରେ ସେ ତାଙ୍କର ସେଠି ତାଙ୍କର କର୍ମଚାରୀ ଡି ହିସାବରେ ମଧ୍ୟ କାମ କରନ୍ତି। ଆଉ ଆମେ ସକାଳୁ ସଡ଼ନ୍ କଲ୍ ପାଇଲୁ ଯେ ତାଙ୍କ ଦେହ ମାନେ ସେ ମୃତ୍ୟୁବରଣ କରିଯାଇଛନ୍ତି, ଯେଉଁଟାକି ଆମକୁ ବହୁତ ସକ୍ ହେଲା। ଆମେ ଜାଣିନୁ କ'ଣ କେସ୍ ହେଇଛି। ଆମ ସହିତ ଗତକାଲି ରାତିରେ ସେ କଥା ହେଇଥିଲେ, କିନ୍ତୁ ଆଜି କ'ଣ ପାଇଁ ଏମିତି ହଠାତ୍ ହେଲା ତା ବିଷୟରେ ଆମେ କିଛି ଜାଣିନାହୁଁ। ସେଇ ମାନେ କାଲି ରାତି କଥା ହେଇଥିଲେ ସୁସ୍ଥ ଥିଲେ? ହଁ, ସୁସ୍ଥ ଥିଲେ। କ'ଣ ପାଇଁ ଏମିତି ହେଇଛି ବୋଲି ଭାବୁଛନ୍ତି? ଆମେ କିଛି ତାର ପାଇବୁ ସନ୍ଦେହଜନକ ମୃତ୍ୟୁ ବୋଲି ଆଶା କରୁଛୁ। ମାନେ କିଛି ଅଘଟଣ ବି ଘଟିଥାଇପାରେ? କ'ଣ ଚାହିଁବେ, କ'ଣ ଅନୁରୋଧ କରିବା? ଜଷ୍ଟିସ୍ କମ୍ପାନୀ କିଛି କରୁ, ଆଉ ଆମର IIC ବଡ଼ବିଲ ମଧ୍ୟ ସେ ଆମ ପ୍ରତି କିଛି ଜଷ୍ଟିସ୍ ଦିଅନ୍ତୁ, ଆମ ପ୍ରତି ଜଷ୍ଟିସ୍ ହେଉ। କେନ୍ଦୁଝର ଜିଲ୍ଲାରୁ ଦୀପେଶ କୁମାର ବେହେରାଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।